ଭାରତ ମାତା କି ଜୟ, ବନ୍ଦେ ମାତରମ୍। ଆଜି ମୁଁ ଆପଣଙ୍କ ନିକଟରେ ଅଞ୍ଜଳି ଅପାଙ୍କର କିଛିଟା ବାର୍ତ୍ତା ଏହି ବ୍ଲଗ୍ ମାଧ୍ୟମରେ ରଖିବାକୁ ଯାଉଛି। ଆଶା କରେ ଆପଣମାନେ ତାହାକୁ ସଠିକ୍ ରୂପରେ ଗ୍ରହଣ କରିବେ ଏବଂ ତଦ୍ ଅନୁଯାୟୀ ଚିନ୍ତନ ମଧ୍ୟ କରିବେ। ଏବେ ଆଉ ଗୋଟେ ଜିନିଷ ଆପଣମାନଙ୍କୁ ମୁଁ କହିବା ପାଇଁ ଚାହେଁ, ଆପଣମାନେ ଏତେ ଭଲ କାର୍ଯ୍ୟ କରୁଛନ୍ତି, ସରକାରଙ୍କର ବହୁତ ଜିନିଷ ଆପଣମାନେ ସକ୍ସେସ୍ ମଧ୍ୟ କରାଇ ସାରିଛନ୍ତି, କରୁଛନ୍ତି। କେହି ଆପଣଙ୍କୁ ବାହା ବାହା ମାରୁ ନ ମାରୁ, ସମସ୍ତେ ଜାଣନ୍ତି ଯେ ଅଙ୍ଗନବାଡ଼ି ୱାର୍କର ଜବ୍ ଯେତେ ପର୍ଯ୍ୟନ୍ତ କାର୍ଯ୍ୟ ନ କରିବ କୌଣସି କାର୍ଯ୍ୟ ସରକାରର କୌଣସି ସ୍କିମ୍ ସକ୍ସେସ୍ ନୁହଁ। ତାପରେ ଅଙ୍ଗନବାଡ଼ି ୱାର୍କର ଉପରେ ଏତେ କାମର ଲୋଡ଼ ଏବଂ ପ୍ରେସର ପଡ଼ିଲାଣି ଏବଂ ନୂତନ ପୋଷ୍ଟ ନିଶ୍ଚିତ ଭାବରେ ସରକାର କ୍ରିଏଟ୍ କରିବେ। କାହିଁକି ନା ବେକାରୀ ସମସ୍ୟା ଦୂରୀକରଣ ପାଇଁ କିଛି ନା କିଛି ସରକାର କୌଣସି ବି ସରକାର ଅବଲମ୍ବନ କରିବ। ତେଣୁ ଆମର ଭିତରେ ଆଶା ଭଉଣୀ ଆସିଲେ, CRP ଆସିଲେ, MBK ଆସିଲେ, ବ୍ୟାଙ୍କ ମିତ୍ର ଆସିଲେ, ପ୍ରାଣୀ ମିତ୍ର ଆସିଲେ, କୃଷି ମିତ୍ର ଆସିଲେ, ସେ ଆମରି ପେମେଣ୍ଟ ନେବେ ନାହିଁ, ସେ ତାଙ୍କରି ପେମେଣ୍ଟ ସରକାର ତାଙ୍କୁ ଅଲଗା ଇଏ କରିବ। ତେଣୁ ଆମେ ତାଙ୍କୁ ନେଇକି ଏତେ ଗୁଡ଼ାଏ ଚିନ୍ତାଗ୍ରସ୍ତ ହେବାର ଉଚିତ ନୁହଁ। ବରଂ ଆଶା ୱାର୍କର ଏବଂ MBK CRP ସାଙ୍ଗରେ ଏମାନଙ୍କ ସାଙ୍ଗରେ ମିଶିକି ରହିଲେ ଆଗାମୀ ଦିନରେ ଆମେ ସକ୍ସେସ୍ ହେବା। ଅକ୍ଟୋବର 2 ତାରିଖ ICDS ପ୍ରୋଜେକ୍ଟ ଅଙ୍ଗନବାଡ଼ି 50 ବର୍ଷକୁ ପଦାର୍ପଣ କଲା, ସିଲଭର ଜୁବଲି ଇୟର। ଏପର୍ଯ୍ୟନ୍ତ ଆମେ ରେଗୁଲାର ହେଇନାହିଁ, ମିନିମମ୍ ୱେଜେସ୍ ପାଇନାହିଁ, ଗ୍ରେଚୁଇଟି ପାଇନାହିଁ, PF ESI ଠୁ ବହୁତ ଦୂରେ। ତେଣୁ ଆମକୁ ସେଇଟା ହିଁ ଦେଖିବାର ଅଛି। ଆମକୁ PF କେମିତି ମିଳିବ, ESI କେମିତି ମିଳିବ, ମିନିମମ୍ ୱେଜେସ୍ କେମିତି ମିଳିବ, ଆମେ କେମିତି ରେଗୁଲାର ହେବା କିମ୍ବା ଗ୍ରେଚୁଇଟିରେ ଆମେ କେମିତି ଇନଭଲ୍ଭ ହେବା। ଆମେ ଯଦି CRP MBK ଆଶାଙ୍କ ଭିତରେ ଯଦି ଆମେ ରହିଗଲେ ତାହେଲେ ଆମେ ଆମରି ହିଁ ପାଦ ତଳର ମାଟିକୁ ଆମେ ଖୋଦନ କରୁଛେ। ଆମେ ଯେତେବେଳେ ଷ୍ଟ୍ରାଇକ୍କୁ ଯିବା, ସେମାନେ କାର୍ଯ୍ୟ କରିବେ, ତାହେଲେ ତୁମେ ସକ୍ସେସ୍ ହେଇପାରିବ ତ? ହଁ, ତାଙ୍କର ସାଙ୍ଗରେ ମିଶିକି ରହିଲେ ସେମାନେ କହିବେ ଯେ ସେମାନେ ତାଙ୍କର ଷ୍ଟ୍ରାଇକ୍ କରୁଛନ୍ତି, ଆମେ ତାଙ୍କ କାର୍ଯ୍ୟ କରିବୁ ନାହିଁ, ଆମେ ଆମରି କାର୍ଯ୍ୟ କରିବୁ। ଆଉ ଏକ ସୂଚନା ତାଙ୍କରି ଦ୍ୱାରା କ'ଣ ନା, କେହି ଜଣେ କେଉଁଠୁ ଗୋଟେ ଫୋନ୍ କରୁଛି, କହୁଛି ମୁଁ ଭୁବନେଶ୍ୱରରୁ କରୁଛି, ମୁଁ କଲେକ୍ଟର ଅଫିସ୍ ଡିଷ୍ଟ୍ରିକ୍ଟରୁ କରୁଛି, ମୁଁ ତୁମ ବ୍ଲକରୁ କରୁଛି, ତୁମର ମମତା ଟଙ୍କା ପଶିବ, ତୁମର ସୁଭଦ୍ରା ଟଙ୍କା ପଶିବ, ତୁମର କୌଣସି ଟଙ୍କା ପଶିବ, ତୁମର ମୋବାଇଲ୍ ନମ୍ବର ଦିଅ, ତୁମର ଆକାଉଣ୍ଟ ନମ୍ବର ଦିଅ, OTP ଯିବ ମୋତେ ଦିଅ, ଏବଂ ସେପଟୁ ଟଙ୍କା କାଢ଼ିକି ସେ ଆପଣଙ୍କର ଆକାଉଣ୍ଟରୁ ନେଇଯାଉଛନ୍ତି କିମ୍ବା ବେନିଫିସିଆରୀରୁ। ଆଉ ସେଇଥିପାଇଁ ଆପଣମାନେ ହିଁ ମାଡ଼ ଖାଉଛନ୍ତି। ତେଣୁ ଏ ଜିନିଷ ଘରେ ଘରେ ପ୍ରତ୍ୟେକ ଗାଁରେ ପ୍ରତ୍ୟେକ ଲୋକଙ୍କ ପାଖକୁ ଆପଣ ପହଞ୍ଚାନ୍ତୁ, ଯାହାକି କୌଣସି ଲୋକ ଫୋନ୍ ମାଧ୍ୟମରେ, ଚାହେ ସେଠି ଚିଫ୍ ମିନିଷ୍ଟର ହୁଅନ୍ତୁ, ମିନିଷ୍ଟର ହୁଅନ୍ତୁ, କଲେକ୍ଟର ବି ହୁଅନ୍ତୁ, ଫୋନ୍ ମାଧ୍ୟମରେ କୌଣସି ନମ୍ବର କେହି ଦେବେ ନାହିଁ। ଯଦି ଯିଏ ମାଗୁଛି ସିଧା ସେ ଅଫିସ୍କୁ ପହଞ୍ଚନ୍ତୁ, ଆଉ ସିଧା କହିବେ ଆପଣ ମୋତେ ଫୋନ୍ କରିଥିଲେ କି, ଆପଣ ମୋ ନମ୍ବର ନିଅନ୍ତୁ। ଏତିକି ଆପଣମାନେ ଲୋକଙ୍କୁ ଆୱାରନେସ୍ କରାନ୍ତୁ। ତେଣୁ ମୁଁ ଆଉ ବିଶେଷ କିଛି କହିବିନି। ଆପଣମାନେ ବହୁତ ଭଲ ଭଉଣୀ ଗୁଡ଼ାକ, ଆପଣମାନେ ସଂଗଠନ ମାଧ୍ୟମରେ ବହୁତ କିଛି କାର୍ଯ୍ୟ କରିଛନ୍ତି ଏବଂ ଆଗାମୀ ଦିନରେ କରିବେ। କେବଳ ଏତିକି ମୁଁ କହିବି, ସଂଗଠନରେ ଯୋଡ଼ି ହେଇକି ରୁହନ୍ତୁ, ମେମ୍ବରସିପ୍ ଦିଅନ୍ତୁ, ଏକ ହେଇକି ରୁହନ୍ତୁ, କାହାକୁ ଈର୍ଷା ନ କରିକି କାର୍ଯ୍ୟ ନିଜର ସୁଚାରୁ ରୂପେ ସମ୍ପାଦନ କରନ୍ତୁ। ଏତିକି ମୁଁ କହିବି। ନିଜର ଅଙ୍ଗନବାଡ଼ିକୁ ସୁନ୍ଦର ଆକାରରେ ସଜେଇ ଦିଅନ୍ତୁ, ରେକର୍ଡ଼ ରେଜିଷ୍ଟର ପବ୍ଲିକ୍ ଡିଲିଂ ଅତି ସୁନ୍ଦର ରହୁ, ଏତିକି କହି ମୁଁ ମୋର ରହୁଛି। କୌଣସି ଜାଗାରେ ଯଦି
କିଛି ମିଷ୍ଟେକ୍ ହେଇଥାଏ, ଭୁଲ ହେଇଥାଏ, ମୋତେ କ୍ଷମା କରିବେ। କାହାକୁ କଷ୍ଟ ଦେଲା ଭଳିଆ ଯଦି କିଛି ଲାଗିଥାଏ ତାହେଲେ ମଧ୍ୟ କ୍ଷମା କରିବେ। ଭାରତ ମାତା କି ଜୟ। ବନ୍ଦେ ମାତରମ୍।